ଜୟ ଜଗନ୍ନାଥ। ଯଦି ଆପଣ ଏକୁଟିଆ ଅଛନ୍ତି, ମନ ଆପଣଙ୍କର ଭାଙ୍ଗି ଯାଇଛି, ଜୀବନ ଅନ୍ଧକାରରେ ହଜିଯାଇଛି, ତାହେଲେ ଏଇ ଗୀତାବଳୀକୁ ଥରେ ଶୁଣନ୍ତୁ। ଆପଣଙ୍କର ମନକୁ ଶାନ୍ତ କରିଦେବ, ଜୀବନର ଅନ୍ଧକାର ମଧ୍ୟରେ ଆଲୋକ ଆପଣଙ୍କୁ ଦେଖାଦେବ। ଚାଲନ୍ତୁ ଶୁଣିବା ଭଗବାନ ଶ୍ରୀକୃଷ୍ଣଙ୍କର ବାଣୀ। ପ୍ରଥମ ବାଣୀ, କର୍ମ ଯୋଗର ବାଣୀ। ତୁମର କର୍ମ କରିବାର ଅଧିକାର ଅଛି, କିନ୍ତୁ ତାର ଫଳ ଉପରେ ଅଧିକାର ତମର ନାହିଁ। କର୍ମ କର, କିନ୍ତୁ ଫଳ ଭଗବାନଙ୍କ ଉପରେ ଛାଡ଼ିଦିଅ। ଯେତେବେଳେ ଫଳର ଚିନ୍ତା ମନରେ ରୁହେ ନାହିଁ, ସେତେବେଳେ ମନ ଶାନ୍ତ ହୁଏ। ଫଳର ଚିନ୍ତା ମନରେ ରହିଲେ ମନ ଅଶାନ୍ତ ହୁଏ। ତା ସହିତ ନିଜ ମନ ମୁତାବକ ଫଳ ଯଦି ନ ମିଳେ, ମନ ଭାଙ୍ଗି ପଡ଼େ। ମନ ଦୁଃଖ ସହ ଅଶାନ୍ତ ରୁହେ। ଶେଷରେ କର୍ମ କରିବାକୁ ଇଚ୍ଛା ହୁଏ ନାହିଁ। ଏତିକି ମନେ ରଖ, କାମ କରିବା ଭୁଲ ନୁହେଁ, ଭୁଲ ହେଉଛି ତା ପ୍ରତି ଆସକ୍ତି କରିବା। ଦ୍ୱିତୀୟ, ସମତାର ବାଣୀ। ସୁଖେ ଦୁଃଖେ ଲାଭେ ହାନି ସବୁଥିରେ ସମାନ ରୁହ। ଯେଉଁ ମନ ସମାନ ରହିପାରେ, ସେଇ ମନ ସତ୍ୟରେ ଶକ୍ତିଶାଳୀ। ମନେ ମନେ ଭାବ, ଯାହା ହେଇଛି ତାହା ଭଲ ପାଇଁ ହେଇଛି, ଯାହା ହେଉଛି ତାହା ମଧ୍ୟ ଭଲ ପାଇଁ ହେଉଛି, ଯାହା ହବ ତାହା ମଧ୍ୟ ଭଲ ପାଇଁ ହବ। ସୁଖରେ ନା ବେଶୀ ଖୁସି ହୁଅ, ନା ଦୁଃଖରେ ବେଶୀ ଭାଙ୍ଗି ପଡ଼। କେବଳ ଏତିକି ମନେ ରଖ, ଯାହା ହେଉଛି ଅବା ଯାହା ହବ ବା ଯାହା ହେଇଛି, ତାହା ସବୁ ଭଲ ପାଇଁ ହବ। ଏହି ବାଣୀ ଆମକୁ ଶିଖେଇଥାଏ, ଜୀବନରେ ଘଟୁଥିବା ସବୁ ଘଟଣା ଭଗବାନଙ୍କର ଗୋଟେ ଗୋଟେ ଅଂଶ। ଆମ ହାତରେ କିଛି ନାହିଁ। ଆମେ ଚାହିଁଲେ ସୁଖ ଆଣିପାରିବା ନାହିଁ, କି ମନା କଲେ ଦୁଃଖ ପଳେଇ ଯିବ ନାହିଁ। ତେଣୁ ସୁଖ ଦୁଃଖ ହାନି ଲାଭ ସବୁଥିରେ ସମାନେ ରୁହ। ତୃତୀୟ ବାଣୀ, ଆତ୍ମା ଓ ଶରୀରର ବାଣୀ। ଆତ୍ମା ନ ଜନ୍ମ ହୁଏ, ନା ତାର ମରଣ ଅଛି। ଶରୀର ନଷ୍ଟ ହେଇଯାଏ, କିନ୍ତୁ ଆତ୍ମା ଅବିନାଶୀ। ତାର ଜନ୍ମ ନାହିଁ କି ମୃତ୍ୟୁ ମଧ୍ୟ ନାହିଁ। ଯେମିତି ଲୋକ ପୁରୁଣା ବସ୍ତ୍ର ଛାଡ଼ି ନୂଆ ବସ୍ତ୍ର ପରିଧାନ କରନ୍ତି, ଆତ୍ମା ମଧ୍ୟ ଗୋଟିଏ ଶରୀର ଛାଡ଼ି ଅନ୍ୟ ଶରୀର ଧାରଣ କରେ। ଯେତେବେଳେ ଆପଣ ନିଜକୁ ଶରୀର ନୁହେଁ ଆତ୍ମା ଭାବରେ ଦେଖିବେ, ଜୀବନର ଭୟ ଓ ଚିନ୍ତା ଅଧାରୁ ହିଁ କମିଯିବ। ଚତୁର୍ଥ, ମନର ଶକ୍ତି। ମନ ନିଜର ଶ୍ରେଷ୍ଠ ବନ୍ଧୁ ଯେମିତି, ସେମିତି ମନ ନିଜର ହିଁ ବଡ଼ ଶତ୍ରୁ। ଯିଏ ମନକୁ ଜିତେ, ସିଏ ଏହି ସାରା ପୃଥିବୀକୁ ଜିତିପାରେ। ଅବ୍ୟବସାୟୀମାନଙ୍କର ମନ ଅନେକ ଦିଗରେ ଉଡ଼େ। ଯୋଗୀମାନଙ୍କର ମନ ଗୋଟିଏ ଲକ୍ଷ୍ୟରେ ଲଗ୍ନ ରହେ। ମନକୁ ନିୟନ୍ତ୍ରଣ କରିବାର ରହସ୍ୟ ହେଉଛି, ଶ୍ୱାସକୁ ଶାନ୍ତ କରନ୍ତୁ, ଚିନ୍ତାକୁ ଧୀର କରନ୍ତୁ। କାରଣ ମନ ହେଉଛି ଉଡ଼ାପକ୍ଷୀ। ଏବେ ଯଦି ଆକାଶରେ ଘୁରି ବୁଲେ ତ କେବେ ସେ ମାଟିରେ ବସିଥାଏ, ଆଉ କେତେବେଳେ କେଉଁ ସ୍ଥାନରେ କେଉଁଠି ରୁହେ, ସେଟା ସେହି ମଣିଷକୁ ଅଜଣା। ଆଜି ଏବେ ଏହି ମୁହୂର୍ତ୍ତରେ ଘରେ ବସିକରି ସିଏ ଆକାଶର ଚାରି ରାଇଜରେ ପୃଥିବୀ ସଂସାରଟାକୁ ଘୁରି ବୁଲି ପୁଣି ଚାଲି ଆସେ। ତେଣୁକରି ନିଜ ମନକୁ ନିୟନ୍ତ୍ରଣ କରିବାକୁ ପଡ଼ିଥାଏ। ପଞ୍ଚମ ବାଣୀ, ଭକ୍ତି ଓ ଶରଣାଗତିର ବାଣୀ। ଯେଉଁ ଭକ୍ତି ସହିତ ଭଗବାନଙ୍କୁ ଭଜାଯାଏ ବା ମନେ ପକାଯାଏ, ମୁଁ ସେହି ଲୋକଙ୍କୁ କେବେ ଛାଡ଼ିକରି ଯାଏ ନାହିଁ। ଯେତେବେଳେ ତୁମେ ସବୁକିଛି ମୋ ପାଖରେ ଛାଡ଼ିଦେବ, ମୁଁ ତୁମର ସମସ୍ତ ଦୁଃଖକୁ ଦୂର କରିଦେବି। ଏହା ଭଗବତ୍ ଗୀତାର ସବୁଠାରୁ ମାୟାଭରା ଶାନ୍ତିଦାୟୀ ବାଣୀ। ତେଣୁକରି ଭକ୍ତିର ସହିତ ଭଗବାନଙ୍କୁ ଭଜନ କରନ୍ତୁ, ଆଉ ତାଙ୍କ ଉପରେ ସବୁକିଛି ଛାଡ଼ି ଦିଅନ୍ତୁ। ଦେଖିବେ ଆପଣଙ୍କର ସବୁ ଦୁଃଖ ସବୁ କଷ୍ଟ ସେ ହିଁ ଦୂର କରିବେ। ଷଷ୍ଠ ବାଣୀ, ଭୟକୁ ଛାଡ଼ିବାର ବାଣୀ। ଭୟ କେବଳ ମାୟା। ଜ୍ଞାନର ପ୍ରକାଶ ଆସିଲେ ଭୟ ନଷ୍ଟ ହେଇଯାଏ। ଯିଏ ଭଗବାନଙ୍କୁ ପ୍ରାର୍ଥନା କରି ଭଗବାନଙ୍କୁ ମନେ ପକାଏ, ତାଙ୍କ ହୃଦୟରେ ଭୟ କେବେ ବାସ କରେ ନାହିଁ। ସପ୍ତମ ବାଣୀ, ଆସକ୍ତିକୁ ଛାଡ଼ିବା। ଆସକ୍ତି ଦୁଃଖର ମୂଳ କାରଣ। ଯେଉଁଠି ଆସକ୍ତି ଶୂନ୍ୟ, ସେଠାରେ ଦୁଃଖ ଶୂନ୍ୟ। ଜୀବନର ସବୁକିଛି ଆସିଛି ଯିବା ପାଇଁ, ଧରି ରଖିବା ପାଇଁ ମଧ୍ୟ କିଛି ନାହିଁ। ତେଣୁ ନିଜର ଅଛି, ନିଜର ମୋର ଏସବୁ ଜିନିଷରୁ ଦୂରେଇ ରୁହନ୍ତୁ। କୋଉଥିରେ ଏତେ ବୁଡ଼ି ଯାଆନ୍ତୁ ନାହିଁ କି ହଜିଯାଆନ୍ତୁ ନାହିଁ ଯେ ଆପଣ ଆପଣଙ୍କର ଦୁଃଖକୁ
ଟାଣିକରି ଧରିବେ। ଆପଣ ଯଦି ମୋର ନିଜର କରିବା ଛାଡ଼ିଦେବେ, ଦେଖିବେ ଆପଣଙ୍କର ସବୁ ଦୁଃଖ ମଧ୍ୟ ଦୂର ହୋଇଯିବ। ଅଷ୍ଟମ ବାଣୀ, ଶ୍ରଦ୍ଧା ଆଉ ବିଶ୍ୱାସ। ଯାହାର ଶ୍ରଦ୍ଧା ଅଛି ସେ କେବେ ହାରେ ନାହିଁ। ନିଜକୁ ନିଜେ ଉଠ, କେହି ଆସି ତମକୁ ଉଠାଇବେ ନାହିଁ। ଯଦି ଆପଣଙ୍କ ମନରେ ଭକ୍ତି ଶ୍ରଦ୍ଧା ଅଛି ତ ଆପଣ କୌଣସି ପରିସ୍ଥିତିରେ କୌଣସି ସ୍ଥାନରେ ମଧ୍ୟ କେବେ ହାରିବେ ନାହିଁ। କିନ୍ତୁ ପ୍ରଥମେ ନିଜକୁ ହିଁ ଚେଷ୍ଟା କରିବାକୁ ପଡ଼ିବ, ନିଜକୁ ହିଁ ଉଠିବାକୁ ପଡ଼ିବ। କାରଣ ଆପଣ ଯଦି ନିଜେ ଉଠିବେ ନାହିଁ, ଭଗବାନ ଆସିକରି ମଧ୍ୟ ଆପଣଙ୍କୁ ଉଠାଇ ବି ପାରିବେ ନାହିଁ। ନବମ ନିୟମ, ଆଜିର ଦିନ ପାଇଁ ବାଣୀ। ଗତକାଲି ଚାଲିଗଲା, ଆସନ୍ତାକାଲି କ'ଣ ହବ ସମସ୍ତଙ୍କୁ ଅଜଣା। କେବଳ ବର୍ତ୍ତମାନ ହେଉଛି ତମର। ବର୍ତ୍ତମାନରେ ବଞ୍ଚିବାକୁ ଚେଷ୍ଟା କର। କାରଣ ଯାହା ଚାଲିଯାଇଛି ତାକୁ ମନେ ପକାଇ କିଛି ଲାଭ ମିଳିବ ନାହିଁ। ଆଗକୁ କ'ଣ ହବ ତାକୁ ଚିନ୍ତା କରି ମଧ୍ୟ ଆପଣଙ୍କୁ କିଛି ଲାଭ ମିଳିବ ନାହିଁ। କାରଣ ଆସନ୍ତାକାଲି କ'ଣ ହବ ସେଟା ଆପଣ ବି ଜାଣିନାହାନ୍ତି। ତେଣୁକରି ବର୍ତ୍ତମାନର ସମୟକୁ ଉପଭୋଗ କର। ବର୍ତ୍ତମାନ ସମୟରେ ଆପଣ ବଞ୍ଚନ୍ତୁ, ସେଇଥିରେ ହଜିଯାଆନ୍ତୁ। କାରଣ ବର୍ତ୍ତମାନରେ ହିଁ ବଞ୍ଚିବା ହେଉଛି ଗୋଟିଏ ଯୋଗ। ଶେଷ ଉପଦେଶ, ଏକ ମୁହୂର୍ତ୍ତକ ପାଇଁ ମଧ୍ୟ ଭାବିବ ନାହିଁ ଯେ ତୁମେ ଏକା। ଭଗବାନ ସର୍ବଦା ତୁମ ପାଖରେ ଅଛନ୍ତି। ମୋ ପାଖକୁ ଆସ, ମୁଁ ତୁମକୁ ସମସ୍ତ ପାପ ସମସ୍ତ ଦୁଃଖରୁ ମୁକ୍ତ କରିଦେବି। ଭଗବାନଙ୍କର ଏଇଟା ହେଉଛି ଶେଷ ସନ୍ଦେଶ ବା ଶେଷ ବାଣୀ। ଭଗବାନଙ୍କ ପାଖକୁ ଆପଣ ଯଦି ଭକ୍ତି ଶ୍ରଦ୍ଧାର ସହିତ ଭଗବାନଙ୍କ ଉପରେ ସବୁ ଛାଡ଼ିଦେବେ, ଭଗବାନଙ୍କ ପାଖକୁ ଆପଣଙ୍କୁ ଯିବେ, ଦେଖିବେ ଭଗବାନ ଆପଣଙ୍କ ସବୁ ପାପ, ଆପଣଙ୍କ ଦୁଃଖ, ଆପଣଙ୍କ କଷ୍ଟ ସବୁରୁ ମୁକ୍ତି କରିଦେବେ। ଆପଣ ଭାବିବେ ନାହିଁ ଆପଣ ଏକୁଟିଆ ଅଛନ୍ତି। ଆପଣ ଭାବିବେ ଆପଣ ଯେଉଁଠି ବି ଏକୁଟିଆ ଥାଆନ୍ତୁ, ଭଗବାନ ଆପଣଙ୍କ ସାଥିରେ ସବୁବେଳେ ରହିବେ। ଏହି ବାଣୀକୁ ହୃଦୟରେ ରଖନ୍ତୁ। ଆଜିର ରାତି, ଆଜିର ଦିନ ଆପଣଙ୍କ ଶାନ୍ତିରେ କଟିବ। ଭଗବାନଙ୍କ ନାମ ଜପ କର, ଶାନ୍ତି ଆପେ ଆପେ ହିଁ ଆପଣଙ୍କ ପାଖକୁ ଆସିବ। ଜୟ ଶ୍ରୀକୃଷ୍ଣ। ଆଶା କରୁଛି ଆପଣମାନେ ଏବେ ଟିକେ ଭଲ ଅନୁଭବ କରୁଥିବେ। ଯଦି ଆପଣଙ୍କୁ ଏହି ଉପଦେଶ, ଭଗବାନ ଶ୍ରୀକୃଷ୍ଣଙ୍କର ଉପଦେଶ ଯଦି ଭଲ ଲାଗିଛି, ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।